ବର୍ତ୍ତମାନ ପ୍ରସାଦ ଲାଗି ସାରିଛି ପତ୍ରରେ। ସମସ୍ତେ ପ୍ରସାଦ ସେବନ କରୁଛନ୍ତି। ଆଉ ମହାପ୍ରସାଦ ଖାଇକି ଯେତେ ଆନନ୍ଦ ଲାଗୁଛି ସେଇଟା ତ କଳ୍ପନା କରିହେବନି। ଯାହା ହଉ ବହୁତ ଦିନ ପରେ ଆଜି ମହାପ୍ରଭୁଙ୍କର ପ୍ରସାଦ ଖାଇବାକୁ ମିଳିଲା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ସମସ୍ତଙ୍କୁ। ତ ଆଜି ଯାଉଛି ପୁରୀ, ଜଣେ ଭାଇଙ୍କର ମହାପ୍ରସାଦ ଆସିବାର ଥିଲା। ତ ସେଥିପାଇଁ ମୋତେ କହିଥିଲେ ପୁରୀ ଯିବା ପାଇଁ। ତ ମୁଁ ଏବେ ଗାଡ଼ି ନେଇ ଚାଲିଲି ପୁରୀ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଗୋଟେ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ତ ବର୍ତ୍ତମାନ ମୁଁ ଆସି ପୁରୀରେ ପହଞ୍ଚି ସାରିଛି। ତ ଦେଖନ୍ତୁ କେତେ ସୁନ୍ଦର ଭିଉ। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲି। ଆଉ ଇଭିନିଂ ଟାଇମ୍ରେ ଏତେ ମସ୍ତ ଲାଗୁଛି ପୁରୀରେ ବୁଲିବା ପାଇଁ। ମୋର ଜମା ଇଚ୍ଛା ହେଉଥିଲା ରିଟର୍ନ ଯିବା ପାଇଁ ଗାଁକୁ। ତ ପ୍ରଭୁଙ୍କର ଡୋରି ଲାଗିଥିଲା। ମୁଁ ଆସିଥିଲି ଭାଇ ଜଣଙ୍କର ଅବଢ଼ା ନେବା ପାଇଁ। ତ ବର୍ତ୍ତମାନ ଆମର ଗାଡ଼ି ଲାଗି ସାରିଛି। ଆଗ ଗାଡ଼ିରେ ଲୋଡ଼ ଚାଲିଛି। ଦେଖନ୍ତୁ ଯେଉଁମାନେ ଆମର ପ୍ରସାଦ ନେଇକି ଆସୁଛନ୍ତି ସେମାନଙ୍କୁ ଦେଖନ୍ତୁ କିଭଳି ଭାବରେ ପ୍ରସାଦ ବଢ଼ିଆ ଏମିତି ସେଟ୍ କରିକି ସେମାନେ ଦେଉଛନ୍ତି ଗାଡ଼ିରେ ସେଟ୍ କରିକି। ଆଉ ସବୁଠୁ ଭଲ ଲାଗିଲା ଯେଉଁ ଭାଇମାନେ ଅବଢ଼ା ନେଇକି ଆସୁଛନ୍ତି ସେମାନଙ୍କ ବଡି ଲାଙ୍ଗୁଏଜ୍ ଦେଖନ୍ତୁ, ପୁରା ଫିଟନେସ୍ ଅଛନ୍ତି। ତ ଏଇଟା ହିଁ ବହୁତ ଭଲ ଲାଗୁଛି। ସମସ୍ତେ ଯେତେଜଣ ବି ମହାପ୍ରସାଦ ଲୋଡ଼ ଦେଉଛନ୍ତି ଗାଡ଼ିରେ ସେମାନଙ୍କ ବଡି ଫିଟନେସ୍ ପୁରା ମସ୍ତ ଅଛି। ତ ବର୍ତ୍ତମାନ ପ୍ରଥମ ଗାଡ଼ିରେ ଆମର ସରିସାରିଛି। ଏବେ ଚାଲନ୍ତୁ, ଏବେ ସେ ଗାଡ଼ିରେ ତ ସରିଲା। ବର୍ତ୍ତମାନ ଏ ଗାଡ଼ି ଲୋଡ଼ ହେବ। ବହୁତ ସାରା ସେଟ୍ ଥିଲା। ତାଙ୍କର ଅର୍ଡ଼ର ଥିଲା 20 ସେଟ୍ ଥିଲା ଆଇ ଥିଙ୍କ। ତ ଦୁଇଟା ଗାଡ଼ି ଆମେ ଆସିଥିଲୁ। ତ ସେ ଗାଡ଼ିରେ ସରିକି ବର୍ତ୍ତମାନ ଏ ଗାଡ଼ିରେ ଲୋଡ଼ ଚାଲିଲା। ଆଉ ଲୋଡ଼ ସରିଲା ପରେ ଆମେ ନେଇକି ଯିବୁ। ଆଉ ଯେଉଁଠିକି ନେଇକି ଯିବୁ ସେ ରୋଡ଼ଟା ଆମର ଏଇ ଗାଁ ନିୟରଲି 200-300 ମିଟର ଭିତରେ। ଆଉ ସେଠି ପ୍ରସାଦ ସେବନ କରିକି ଘରକୁ ବିଦାୟ ନେବୁ। ତ ଦେଖନ୍ତୁ ପୁରୀର ଭିଉ ଆଉ ଟିକେ ଦେଖନ୍ତୁ, ବଢ଼ିଆ ଲାଗୁଛି। ତ ଯିବା ପାଇଁ ମନ ହେଉନି। ବର୍ତ୍ତମାନ ପ୍ରସାଦ ଲାଗି ସାରିଛି ପତ୍ରରେ। ସମସ୍ତେ ପ୍ରସାଦ ସେବନ କରୁଛନ୍ତି। ଆଉ ମହାପ୍ରସାଦ ଖାଇକି ଯେତେ ଆନନ୍ଦ ଲାଗୁଛି ସେଇଟା ତ କଳ୍ପନା କରିହେବନି। ଯାହା ହଉ ବହୁତ ଦିନ ପରେ ଆଜି ମହାପ୍ରଭୁଙ୍କର ପ୍ରସାଦ ଖାଇବାକୁ ମିଳିଲା। ଜୟ ଜଗନ୍ନାଥ।